ଏଟା କି ମାଛ ଏତେ ବଡ଼ଟେ? ହେ ରୁହ ରୁହ ରୁହ, ସବୁ ଦେଖ ନା, ହେ ହେ ସବୁ ନେଇଗଲେ ରେ। ମୁଁ ଯାଉଛି ରୁହ, ମୁଁ ଦୌଡ଼ିକି ଗଲା ବେଳକୁ କ'ଣ ହବ, ସେ ତାଙ୍କର ଧରି ସାରିଲେଣି ସବୁ ମାଛ। ମୋତେ ଫୋନ୍ କଲେ ଜଲ୍ଦି ଆଇ ଭିଡ଼ିଓ କରିବୁ, ମାଛ ସବୁ ଧରା ସରିଗଲା। ମୁଁ ଚଞ୍ଚଳ ଯାଇକି ପହଞ୍ଚିଲା ବେଳକୁ ଗୋଟେ ବଡ଼ ଆରିକଣ୍ଟିଆ ଦେଖନ୍ତୁ ପହଁରୁଛି, 3.5 କିଲୋ 4 କିଲୋ ଭଳିଆ ହେବ। ଲୋକ ସବୁ ଭିଡ଼ିଓ କରିବାରେ ବ୍ୟସ୍ତ। ଏ ପୋଖରୀଟି ହେଉଛି ରାଉଳିଆ ପୋଖରୀ, ଆମ ସ୍କୁଲ ପଡ଼ିଆକୁ ଲାଗିକି ଅଛି। ପ୍ରାୟ 1.5 ଏକରରୁ 2 ଏକର ମଧ୍ୟରେ ପୋଖରୀଟି ଅବସ୍ଥିତ। ତାର ଏରିଆଟା ହେଉଛି 1.5 ଏକରରୁ 2 ଏକର ଭିତରେ ହେବ, ମାପିନି, ମୁଁ କହିଦେଲି ଗୋଟେ ଅନୁମାନିଆ। ଆଉ ଦେଖନ୍ତୁ 3.5 କିଲୋରୁ 4 କିଲୋ କି ବେଶୀ ବି ହେବ। ଦେଖନ୍ତୁ ବଡ଼ଟେ ଆରିକଣ୍ଟିଆ ପଡ଼ିଛି। ସେ ଭାଇଙ୍କର ହାତ ପାଉନି, ସେ ହାତଠୁ, ଭାଇଙ୍କର ହାତ ଯେତିକି ମୋଟା ତାଠୁ 2 ଗୁଣା ମୋଟା ସେ ମାଛଟା। ଦେଖନ୍ତୁ କେତେ ମୋଟା ମାଛଟେ, ସେ ଭାଇ ଖୋଲୁଛନ୍ତି। ଆଉ ଏମିତି ଆଉ 2ଟା ବଡ଼ ମାଛ ଖସିଗଲେ ଭାଇ କହିଲେ ଏଇଟା ପଡ଼ିଛି। ପଡ଼ିଲା ପରେ ବର୍ତ୍ତମାନ ଆଜି ଦେଖନ୍ତୁ କେତେ ବଡ଼ ଆରିକଣ୍ଟିଆଟେ। ଆପଣମାନେ ଆଗରୁ ଆରିକଣ୍ଟିଆ ଦେଖିଥିଲେ ଯଦି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ 2ଟା ବଡ଼ ବଡ଼ ମୀର ଦେଖନ୍ତୁ ସେ ହାଣ୍ଡିରେ ଅଛି। ଏତେ ବଡ଼ ମାଛଟେ ଯେ ସେ ହାଣ୍ଡିରେ ଜାଗା ଧରୁନି, ସେ ଭାଇ ତାକୁ ମାଡ଼ିକି ପୁରଉଛନ୍ତି। ଦେଖନ୍ତୁ କେତେ ଜୋରେ ମାରୁଛନ୍ତି, ତଥାପି ପଶୁନି। ଏମିତି ବଡ଼ ବଡ଼ ଘରା ଜାଲ ସବୁ ନେଇକି ଆସିଥିଲେ, ଆଜି ଭାଇମାନେ ଟାଣିଲେ, ଯାହାଦ୍ୱାରା କି ସେ ମାଛ ଧରା ପଡ଼ିଲା। ଆହୁରି ମଧ୍ୟ ମାଛ, ବହୁତ ମାଛ ଅଛନ୍ତି। ଏଇଟା ତାଡ଼ା ମାନେ ତଢ଼ା ହେଇଛି ଜେସିବିରେ। 2 ପୁରୁଷ ପାଣି ହେବ ସେ ଗଡ଼ିଆଟା। ଆମେ ପହଁରା ସବୁ ମାନେ ଏଠିକି ପହଁରିକି ଖେଳୁ ଆମେ ବର୍ତ୍ତମାନ।